କୌଣସି ଜାଗାରେ ସାଂଗଠନିକ ଶକ୍ତି କାହାର ଅଧିକା ଅଛି ସୁତମେର? ଦୁହିଁଙ୍କର ପ୍ରାୟ ପ୍ରାୟ ପାଖାପାଖି ଅଛି, କମ୍ପାରେବଲି ଅଛି। ଇଏ ଯେହେତୁ ରାଜ୍ୟରେ 25 ବର୍ଷ ଶାସନ 24 ବର୍ଷ ଶାସନ ରହିଛି, ତାଙ୍କର କ୍ଷମତା ଆଡମିନିଷ୍ଟ୍ରେସନ ଉପରେ ଗୋଟେ ତାଙ୍କର ଗ୍ରିପ୍ ଅଛି। ଅପରପଟେ ସେ ଅଛନ୍ତି କେନ୍ଦ୍ର ସରକାରରେ ବି ଅନେକ ଜାଗାରେ ତାଙ୍କର କେନ୍ଦ୍ରୀୟ ପ୍ରତିଷ୍ଠାନ ରହିଛି। ତ ଉଭୟଙ୍କର ମାନେ ଠିକ ଅଛି, ଗୋଟେ ବ୍ୟାଲେନ୍ସ ପାୱାର ବ୍ୟାଲେନ୍ସ ଟଗ ଓଭର ଠିକ ଚାଲିଛି। ହଁ କେହି କାହାକୁ ଉଣା ଏବେ ଜଣା କାହାରି ବି କୌଣସି ୱିକନେସ୍ କି ଦୁର୍ବଳତା ଦିଶୁ ନାହିଁ, ଜଣା ପଡୁନାହିଁ। ସେଟା ଜଣା ପଡିବ ଯେତେବେଳେ ମତଦାତା ମୁହଁ ଖୋଲିବ, ଲୋକ ଯେତେବେଳେ ପ୍ରଶ୍ନ କରିବେ ଆରମ୍ଭ କରିବେ କ୍ୟାମ୍ପେନ୍। ଆମେ ସେ ସ୍ତରକୁ ଯାଇନାହାନ୍ତି, ଏମାନେ ଯାକେ ଲୋକଙ୍କୁ ଭେଟୁଛନ୍ତି ଗୁଡୱିଲ୍ ଭିଜିଟ୍ସ, ଅଲ୍ ଦିସ୍ ଆର୍ ଗୁଡୱିଲ୍ ଭିଜିଟ୍। ଯେତେବେଳେ ପ୍ରଚାର ଆରମ୍ଭ ହବ, ଲୋକ ଯେତେବେଳେ ସାମ୍ନା କରିବେ, ସାହି ପଡାରେ ଲୋକେ ଜମା ହେଇକି ପଚାରିବେ, ସେ ଜଣା ପଡିବ ଯେ ତାଙ୍କର ପ୍ରଶ୍ନର ଗାମ୍ଭୀର୍ଯ୍ୟ କେତେ ଅଛି, ଡେପ୍ଥ କେତେ ଅଛି। ସେ ଜଣା ପଡିବ ଯେ ତାଙ୍କୁ ସେମାନେ କେତେ ଆକ୍ସେପ୍ଟ କେତେ ଗ୍ରହଣ କରୁଛନ୍ତି, ସେଟା ଜଣା ପଡିବ। ବର୍ତ୍ତମାନ ଲୋକେ ଚୁପ୍ ଅଛନ୍ତି, ଦେଖୁଛନ୍ତି। କୁହନ୍ତୁ ଆପଣଠାରୁ ଜାଣିବା ପାଇଁ ଚାହିଁବି ଯେ ସାର୍। ଲୋକଙ୍କର ଇସ୍ୟୁ କଣ ସମ୍ବଲପୁରରେ, କୋଉ କୋଉ ପ୍ରଶ୍ନ ସବୁ ନିର୍ବାଚନ ସମୟରେ ସାମ୍ନାକୁ ଆସୁଛି? ଦେଖନ୍ତୁ, ଯଦି ଆମେ ସ୍ଥାନୀୟ ସମସ୍ୟା ସମ୍ବଲପୁର ସମସ୍ୟା ଦେଖିବା, ଗୁଡାଏ ସମସ୍ୟା ଅଛି। ଆମର ଯୋଉ ସ୍ଥାନୀୟ ସରକାର ଲୋକାଲ ଗଭର୍ଣ୍ଣମେଣ୍ଟ ନଗର ନିଗମ ଗଠନ ହେଇଗଲା, ଆଜି 10 ବର୍ଷ ଉପରେ ହେଇଗଲା, ଏଯାଏଁ ଦିଟା ନିର୍ବାଚନ ସମୟ ଅବଧି ଗଡ଼ିଗଲା, ନିର୍ବାଚନ ହେଇନି। ଏଥିପାଇଁ କିଏ କାହାକୁ ଦାୟୀ କରିବା ସେ ବିଷୟରେ କଥା ହଉଛି ଯେ ରାଜ୍ୟ ସରକାର ତାକୁ ଗୋଟେ ଭୁଲରେ ରହିଥିଲେ ବୋଲିକି ଗୋଟେ ହାଇକୋର୍ଟ ଷ୍ଟେ ହେଲା, ରାଜ୍ୟ ସରକାର ତାକୁ ଷ୍ଟେ ଉଠେଇବା ଭିତରେ ତାଙ୍କର କିଛି ମାନେ ଗତିବିଧି ଜଣା ପଡୁନାହିଁ। ଷ୍ଟେ ଯଦି ଲଗା ହେଇଛି, ରାଜ୍ୟ ସରକାର ଅଛନ୍ତି ଶାସନରେ, କ୍ଷମତାରେ ଅଛନ୍ତି, ସେ ଉଠେଇବା କଥା। ସେ ଏଯାଏଁ ସେ ବିଷୟରେ କିଛି ନାହିଁ। ଯଦି ଗୋଟେ ଭୁଲଟେ କଲେ ସେ ଭୁଲଟା ଉପରେ ଷ୍ଟେ ହେଲା, ସେ ଉଠେଇବା କଥା। କିନ୍ତୁ ଦିଟା ନିର୍ବାଚନ ଗଡ଼ିଗଲା, ସେ ଉଠେ ନାହାନ୍ତି। ସେଥିପାଇଁ ସେ ବର୍ତ୍ତମାନ କାଠଗড়ା ଅଛି। ଲୋକେ ପ୍ରଶ୍ନ ପଚାରିବେ, ଉତ୍ତର ଦେବାକୁ। ଦ୍ୱିତୀୟ କଥା, ବିରୋଧରେ ଥାଇକି ବିପକ୍ଷରେ ଥାଇକିରି ବି ଯଦି ଭାରତୀୟ ଜନତା ପାର୍ଟି ସେ ବିରୋଧରେ କିଛି ନ କରିଛି, ତାଙ୍କୁ ବି ଉତ୍ତର ଦେବାକୁ ପଡିବ। ଗୋଟିଏ ମୁଦ୍ଦା, ଗୋଟିଏ ପ୍ରସଙ୍ଗ। ଏହା ବ୍ୟତୀତ ସମ୍ବଲପୁରରେ ଗୋଟେ ବହୁତ ମାନେ ଭାଇବ୍ରାଣ୍ଟ ଜୀବନ୍ତ ପ୍ରସଙ୍ଗ ରହୁଛି ଯେ ସ୍ଥାନୀୟ ବିକାଶ ଓ ବିଶେଷ କରି ସମ୍ବଲପୁର ହାଇକୋର୍ଟ ବେଞ୍ଚର ପ୍ରସଙ୍ଗ। ହାଇକୋର୍ଟ ବେଞ୍ଚ ଆଜି ନୁହଁ ଆଜ୍ଞା, 5 ଦଶନ୍ଧି ହେଲା ମୁଁ ଜାଣିଛି ଯେ ପ୍ରାୟ 50 ବର୍ଷ ହେଲା ଲୋକଙ୍କୁ ଆନ୍ଦୋଳନ କରୁଛି, ସ୍ଥଳ ବିଷୟରେ ଆନ୍ଦୋଳନ କରୁଛି। ଗତ ଡିସେମ୍ବରରେ ତାକୁ ଗୋଟେ ଚକ୍ରାନ୍ତ କରିକି, ମୁଁ ତ ଚକ୍ରାନ୍ତ କହିବି, ଗୋଟେ କରିକି ତାକୁ ଦଳି ଦିଆବ, ଖତମ କରିଦିଆବ। ଲୋକଙ୍କର ରାଗଟା ଅଛି। ଖାଲି ସେତିକ ନୁହଁ, ତାକୁ ନେଇକି କିଛି ଓକିଲଙ୍କୁ ଭିତର କରିଦେଲେ, କିଛି ସାମାଜିକ କାର୍ଯ୍ୟକର୍ତ୍ତାଙ୍କୁ ଆରେଷ୍ଟ କରିଦେଲେ, ଧମକେଇଲେ, ପୋଲିସ ଲଗେଇକି ଡରେଇଲେ। ନାଇଁ, ସେ ପ୍ରସଙ୍ଗ ଆସିବ, ଲୋକଙ୍କ ମଧ୍ୟରେ ପ୍ରସଙ୍ଗ ଅଛି। କଣ କହିଲେ? ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗିରଫଦାରୀ ହୋଇଥିଲା। ଶୁଣନ୍ତୁ, ଗିରଫଦାର ତ ସ୍ଥାନୀୟ ପୁଲିସ କରିବ, ଆଉ ସ୍ଥାନୀୟ ପୁଲିସର କର୍ତ୍ତୃତ୍ୱ ଅଛି ରାଜ୍ୟ ସରକାର ଉପରେ। ଏଥିରେ ସୁପ୍ରିମକୋର୍ଟକୁ ଆମେ କାହିଁ ଦାୟୀ କରିବା? ସୁପ୍ରିମକୋର୍ଟ ଯୋଉଟା ଦେଲା ଯେ ସେମାନେ ଯୋଉ କୋର୍ଟ ଭିତରେ ଯୋଉ କାର୍ଯ୍ୟ କଲେ ତା ନିନ୍ଦନୀୟ, ସେ ବିଷୟରେ କହିବାର କିଛି ନାହିଁ। କୋର୍ଟ ଭିତରକୁ ସେମିତି ମାନେ ଜଜ୍ ସାମ୍ନାରେ ସେମିତି ଅଶୋଭନୀୟ ଆଚରଣ ଆଦୌ ଗ୍ରହଣୀୟ ନୁହେଁ, କେହି ପସନ୍ଦ କରୁନାହାନ୍ତି। ତ ତା ପାଇଁ ହ୍ୟାଣ୍ଡଫୁଲ ଅଫ୍ ପିପୁଲ, 5-10ଟା ଲୋକ, ତମେ ଗୋଟେ ସମୂହକୁ ପୁରା ସମ୍ବଲପୁରକୁ ଦଳିଦେଲ। What is this? କି ନିଆ ଏଟା? हेलो +2 एग्जामिनीज आईएएस ऑफिसर हेबाकु चाहନ୍ତି कि तेबे टीएससी गुरुकुल जोग दियंतु। +3 टीचिंग सह बाजीराव आईएएस एकेडमी द्वारा कोचिंग पांतु। कॉल 9438782020।